ଭଞ୍ଜରାଜାଙ୍କ ମା କୁମାରଶୁଣୀ ପୀଠ ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଆମ୍ବପୁଆ ପଞ୍ଚାୟତର ବଜ୍ରଗଡ଼ ଗ୍ରାମ ନିକଟସ୍ଥ ପର୍ବତ ଉପରେ ପ୍ରସିଦ୍ଧ ଶକ୍ତିପୀଠ ମା କୁମାରଶୁଣୀଙ୍କର ମନ୍ଦିର ଅବସ୍ଥିତ। ଭଞ୍ଜବଂଶୀୟ ରାଜାମାନଙ୍କ ସମୟର ତାରାଚନ୍ଦ୍ର ଦେଓଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିବା ମା କୁମାରଶୁଣୀଙ୍କ ମନ୍ଦିର ଆଜି ଅବହେଳିତ। ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ ଏହି ସୁନ୍ଦର ସ୍ଥାନ ପ୍ରଶାସନିକ ଅବହେଳା ଯୋଗୁଁ ଅବହେଳିତ ହୋଇପଡ଼ି ରହିଛି। କିନ୍ତୁ ସ୍ଥାନୀୟ ଅଧିବାସୀଙ୍କ ଆସ୍ଥା ବିଶ୍ୱାସ ଯୋଗୁଁ ଏଠି ଦୂର ଦୂରାନ୍ତରରୁ ଭକ୍ତମାନେ ଆସନ୍ତି। ଭକ୍ତମାନେ ନିଜର ମାନସିକ କରନ୍ତି ଓ ମାନସିକ ପୂର୍ଣ୍ଣ ହେଲେ ମାଙ୍କୁ ପୂଜାର୍ଚ୍ଚନା କରନ୍ତି। ପାହାଡ଼ ଉପରେ ପୂଜା ପାଉଥିବା ମା କୁମାରଶୁଣୀ ମନ୍ଦିରଟି ବର୍ତ୍ତମାନ ଅଧପନ୍ତରିଆ ଭାବେ ରହିଛି। ଅନେକ ସମୟରେ ମନ୍ଦିରର ପୂଜକ ସ୍ଥାନୀୟ ନେତା ପ୍ରଶାସନିକ ଅଫିସରଙ୍କୁ କାକୁତି ମିନତି କଲେ ସୁଦ୍ଧା କୌଣସି ଫଳପ୍ରଦ ହୋଇପାରୁନି। ମନ୍ଦିରର ପୂଜକ ରବି ନାରାୟଣ ମହାରାଜ ମନ୍ଦିରର ସମସ୍ୟା ରାସ୍ତାଘାଟ ସଂକ୍ରାନ୍ତରେ ବହୁଥର ସ୍ଥାନୀୟ ବିଧାୟକଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସହଯୋଗ ମିଳିନାହିଁ ବୋଲି ଦୁଃଖର ସହ କହିଛନ୍ତି। ବର୍ଷର ଅନେକ ସମୟ ଭକ୍ତଙ୍କ ସହଯୋଗରେ କିଛି ପୂଜା ଉତ୍ସବ ପାଳନ ହୋଇଆସୁଥିଲେ ସୁଦ୍ଧା ମନ୍ଦିର ବିକାଶ ହୋଇପାରୁନାହିଁ। ଏହି ପୀଠରେ ଅନେକ ରହସ୍ୟ ଭରା କିମ୍ବଦନ୍ତୀ ଓ କାହାଣୀ ରହିଛି, ଯେଉଁଥିରେ ଅନେକ ଐତିହାସିକ ତଥ୍ୟ ମିଳିପାରିବ। ତେଣୁ ସରକାର କିମ୍ବା କୌଣସି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ମିଳିଲେ ଏହି ପୁଣ୍ୟ ପୀଠର ବିକାଶ ହୋଇପାରିବ ଓ ଏହା ଏକ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇପାରିବ। ଆପଣମାନେ ମଧ୍ୟ ଏହି ପୀଠର ବିକାଶ ପାଇଁ ଛୋଟିଆ ଆର୍ଥିକ ସହଯୋଗ କରିପାରିବେ। ସହଯୋଗ କରିବା ପାଇଁ 9815897299 ନମ୍ବରରେ ଯୋଗାଯୋଗ କରନ୍ତୁ। ଭଞ୍ଜନଗରରୁ ପୁରୁଷୋତ୍ତମ ମହାପାତ୍ରଙ୍କ ରିପୋର୍ଟ, ଜିଲ୍ଲା ଖବର। ଆଜ୍ଞା, ମୋର ନାଁ କପିଳେନ୍ଦ୍ର ନାୟକ। ଆମର ଏଇ କୀର୍ତ୍ତନ ମଣ୍ଡଳୀର ବଜ୍ରଗଡ଼ କୀର୍ତ୍ତନ ମଣ୍ଡଳୀର ମାଷ୍ଟର। ଆଉ ଯେକୌଣସି ଆମର ଏଇ ଯେଉଁ ଆମର କୁମାରଶୁଣୀ ମା ପୀଠ ଅଛି, ବହୁତ ପ୍ରସିଦ୍ଧ ଠାକୁର। ତେଣୁକରି ତାଙ୍କର ଜାଗା ଯିବା ପାଇଁ ଆମର ଯେଉଁ ଭକ୍ତମାନେ ଆସୁଛନ୍ତି ବହୁତ ଅସୁବିଧାରେ ଯାଉଛନ୍ତି। ପ୍ଲସ୍ ଦିନକୁ କମ୍ ସେ କମ୍ 400-300-400 ଲୋକ ଉପରକୁ ଯାଉଛନ୍ତି, କିନ୍ତୁ ବହୁତ ଅସୁବିଧା, ଖୁଣ୍ଟ ଅବସ୍ଥାରେ ଯାଉଛନ୍ତି। ତାଙ୍କ ପାଇଁ କୌଣସି ସରକାରଙ୍କ ଅନୁଦାନ କିଛି ହୁଅନ୍ତା ବୋଲେ ଲୋକ କିଛି ଭକ୍ତମାନେ ଉପକୃତ ହୁଅନ୍ତେ। ତେଣୁକରି ଆମର ବହୁତ ନିବେଦନ, କିନ୍ତୁ ମାଙ୍କର ରାସ୍ତା ପାଇଁ କୌଣସି ଅନୁଦାନ ସାହାଯ୍ୟ ହୋଇପାରୁ। ମୋ ନାଁ ଟୁକୁନା ନାୟକ, ବଜ୍ରଗଡ଼ ଆମ୍ବପୁଆ ଗ୍ରାମ ପଞ୍ଚାୟତର 6 ନମ୍ବର ୱାର୍ଡ ସଭ୍ୟ। ଯେହେତୁ ଆମେ ସରକାରକୁ ନିବେଦନ କରୁଛୁ ଯେ ଆମର ଆଜକୁ ପ୍ରାୟ 15-20 ବର୍ଷ ଆମେ ଯିବା ଆସିବା ହେଇପାରୁନୁ, ଏ ରାସ୍ତା ବିପଦସ୍ତ ହୋଇ ପଡ଼ି ରହିଛି। କିନ୍ତୁ ଭାରତ ସରକାର ବା ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛୁ, ଯିବା ଆସିବା ପାଇଁ ରାସ୍ତାଟିଏ ହେଲେ ଆମେ ଯଦି ସୁବିଧା ପାଇପାରନ୍ତେ, ଶ୍ରଦ୍ଧାଳୁ ମାନେ ଯିବା ଆସିବା ପାଇଁ ସୁବିଧା ପାଇପାରନ୍ତେ, ମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତନି। ଆଉ ପ୍ରାୟ ଆଗରୁ ଅଛି, କିନ୍ତୁ ପୁରାତନ ପୂର୍ବରୁ ଅଛି। ଆମେ ଯେଉଁ 15-20 ବର୍ଷ ଆମେ ଜାଣି ଆସୁଛୁ, ସେଥିଯୋଗୁଁ ଆମେ ଯିବା ଆସିବା କରୁଛୁ। ଭକ୍ତମାନେ ଯିବା ଆସିବା ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ରାସ୍ତାଘାଟ ନାହିଁ କି ବର୍ତ୍ତମାନ ଆମର ମନ୍ଦିରର ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ ହୋଇପଡ଼ିଛି। ପାଣି ମଧ୍ୟ ଉପରେ ପିଇବା ପାଇଁ କି ଯେକୌଣସି ଆମର ସୁବିଧା ନାହିଁ କିଛି। ତେଣୁ ସରକାରକୁ ଆମେ ଅନୁରୋଧ କରୁଛୁ, ସରକାରଙ୍କ ଅନୁଦାନ କିଛି ହେଲେ ରାସ୍ତାଘାଟ ପାଇଁ ସାହାଯ୍ୟ ସହଯୋଗ ଭକ୍ତମାନେ ପାଇପାରିଥାନ୍ତି। ରବି ନାରାୟଣ ମହାରାଜ, କୁମାରଶୁଣୀ ବାବାଜୀ। ଏ ହେଉଛି ମା କୁମାରଶୁଣୀ ଶକ୍ତିପୀଠ, ପବିତ୍ର ପାବନ ମୁକ୍ତିଧାମ। ଏ ବହୁ ଦିନରୁ ମଧ୍ୟ ଚାଲି ଆସିଛି। ରଜା ଅମଳରୁ ମଧ୍ୟ ଆଗରୁ ମଧ୍ୟ ପୁରାତନ କାଳରୁ ମଧ୍ୟ ଚାଲି ଆସିଛି। ଭଞ୍ଜରାଜା ସମୟରେ ଏଠି ଆମର ତାରାଚନ୍ଦ୍ର ଦେଉ ରାଜା ଥିଲେ। ସେ ସମୟରେ ଭଞ୍ଜରାଜା ତାରାଚନ୍ଦ୍ର ଦେଉ ରାଜା ବଧ ପରେ ଏଠୁ ଆମର ମହାଦେବଙ୍କୁ ନେଇ ଜୟନ୍ତୀଗଡ଼ ବରପଲ୍ଲୀଗଡ଼ରୁ ନେଇ ରଖିଛନ୍ତି। ଆଉ ମା କୁମାରଶୁଣୀଙ୍କୁ ଯେଉଁ ସମୟରେ ଜୟନ୍ତୀଗଡ଼ ନେବା ସମୟରେ ସେ ମଧ୍ୟ ତଳକୁ ନ ଆସି ମା ଉପରେ ରହିଛନ୍ତି। ସେ ମଧ୍ୟ ପ୍ରସିଦ୍ଧ ମା ଠାକୁରାଣୀ, ମା ଦୁର୍ଗାଙ୍କର ପ୍ରସିଦ୍ଧ ଗୋଟେ ସ୍ଥାନ ଗୋଟେ। ଆଉ ପୁରାତନରୁ ମଧ୍ୟ ଆଗେ ପୂଜାପୂଜି ଚାଲି ଆସି ବର୍ତ୍ତମାନ ମଧ୍ୟ ଆମେ ମଧ୍ୟ ସେ ପ୍ରକାର ମଧ୍ୟ ଚାଲି କରୁଛୁ। ମଧ୍ୟ ପ୍ରତ୍ୟେକ ପ୍ରକାର ସଂକ୍ରାନ୍ତିରେ ମଧ୍ୟ ପ୍ରତ୍ୟେକ ପୂଜା ପଦ୍ଧତିରେ ମଧ୍ୟ ଆସିଥାଉଛୁ, ମଧ୍ୟ ପର୍ବପର୍ବାଣୀରେ ମଧ୍ୟ। ଆଉ ଏଠାରେ ନବରାତ୍ରି, ଆଶ୍ୱିନ ମାସ ନବରାତ୍ରି ମଧ୍ୟ ଉତ୍ସବ ପାଳନ ହେଉଛି। ଉପରେ ଆମର ପୂର୍ବରୁ ମଧ୍ୟ ନାମଯଜ୍ଞ ହୋଇଥିଲା, 2012-13 ମଧ୍ୟ ନାମଯଜ୍ଞ ହୋଇଥିଲା ଉପରେ। ଆଉ ବର୍ତ୍ତମାନ ଏଠି ରାସ୍ତାର ଅସୁବିଧା ସମସ୍ତଙ୍କୁ ଆମେ ଜଣାଉଛୁ। ହେଲେ ଏଥିରେ କୌଣସି ଲୋକ ମଧ୍ୟ ସେମିତି ଗୋଟେ ରାଜନେତା କେହି ମଧ୍ୟ ପଦକ୍ଷେପ ଦେଇନାହାନ୍ତି କି ଆମେ କୌଣସି ରାଜନେତା ପକ୍ଷରୁ ମଧ୍ୟ ଆମେ କହୁନୁ। କାହିଁକିନା ପୁରାତନ ରାଜଶେଖର ଆମର ଯିଏ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ସେ ମଧ୍ୟ ଆସି କହିଥିଲେ ବନେଇବା ପାଇଁ ବୋଲି। ତାପରେ ତାଙ୍କର ସରକାର ଗଲା, ବର୍ତ୍ତମାନ ନୂଆ ସରକାର ଆସିଲା। ଆଉ ନୂଆ ସରକାରକୁ ମଧ୍ୟ ଆମେ ଜଣେଇଛୁ, ସେ ମଧ୍ୟ କହୁଛନ୍ତି କରିବା ପାଇଁ ବୋଲି। ଆଉ ଏଠିର 2ଟା ଫଣ୍ଡ ମୁଁ ନିଜେ କୁମାରଶୁଣୀ ବାବାଜୀ ମୁଁ ବ୍ଲକରେ ଯାଇ ମଧ୍ୟ ଲେଖେଇଛି। ମଧ୍ୟ ବ୍ଲକରେ 2ଟା ଫଣ୍ଡ ମଧ୍ୟ ଅଛି। ଆଗର ମଧ୍ୟ ପୂର୍ଣ୍ଣ ଆଜ୍ଞାଙ୍କର ମଧ୍ୟ ଏମଏଲ୍ଏ ଥିବା ସମୟରେ ସେ ସମୟରେ ମଧ୍ୟ ଫଣ୍ଡ ମଧ୍ୟ ଅଛି ଉପରେ ଘର ବନେଇବା ପାଇଁ ବୋଲି।
आ बर्तमान चली समय रास्तार बेस असुविधा टी जदि ए जगार कौन प्रकार जदि सुविधा होता ताले समस्त भक्त मानू खुशी जावासवाई से यात्रा मंगलमय होता बर्तमान जावास बहुत असुविधा पड़ुछि।